ମାନେ ଆମ ଥଟ୍ର କ'ଣ ଆମ ପରିସ୍ଥିତି ଉପରେ ପ୍ରଭାବ ରହିଛି ସେଇଟାକୁ ମୁଁ ଡିଟେଲ୍ସରେ ଏକ୍ସପ୍ଲେନ୍ କରୁଛି। Man's mind may be likened to a garden which may be intelligently cultivated or allowed to run wild, but whether cultivated or neglected, it must and will bring forth. If no useful seeds are put into it, then an abundance of useless weed seeds will fall therein and will continue to produce therein. ଏଠି କୁହାଯାଉଛି କି ଆମର ମଣିଷର ମାଇଣ୍ଡ ହେଉଛି ଗୋଟେ ଗାର୍ଡେନ୍ ଭଳି। ଆମେ ସେଥିପାଇଁ ଇଣ୍ଟେଲିଜେଣ୍ଟଲି ଆମକୁ ସେଠି ସବୁ ଜିନିଷ ପୁଟ୍ କରିବାକୁ ପଡ଼ିବ, ସବୁ ଥଟ୍ ଆମକୁ ଇଣ୍ଟେଲିଜେଣ୍ଟଲି ପୁଟ୍ କରିବାକୁ ପଡ଼ିବ। ଯଦି ଆମେ ଇଣ୍ଟେଲିଜେଣ୍ଟଲି ସବୁ ଜିନିଷ ସେଠି ଆମେ ଥଟ୍ ଇଣ୍ଟେଲିଜେଣ୍ଟଲି ଆମେ ପୁଟ୍ ନ କରୁଛନ୍ତି, ତାହେଲେ ଅଟୋମେଟିକଲି ସେଠି ମାନେ ଖରାପ ଥଟ୍ ଅଟୋମେଟିକଲି ସେଠି ମାଇଣ୍ଡରେ ଅଟୋମେଟିକ୍ ପ୍ରଡ୍ୟୁସ୍ ହେବ। Just as a gardener cultivates his plot, keeping it free from weed and growing the flower and fruit which he requires. କୁହାଯାଇଛି କି ଯେମିତି ଗୋଟେ ଗାର୍ଡେନର ନିଜ ଯେଉଁ ମାନେ ଗାର୍ଡେନକୁ ଯେମିତି ସିଏ ନିଜେ ହେଲା ତାକୁ ସଜାଡ଼ି ଥାଏ ଇଏ କରିଥାଏ ଏବଂ ସେଠି ଯେଉଁ ଖରାପ ଗଛ ଉଠିଥାଏ ୱିଡ୍ ଯେଉଁଗୁଡ଼ା ଉଠିଥାଏ ତାକୁ ସେ ବାଛି ତାକୁ ନଷ୍ଟ କରିଦେଇଥାଏ, ଯେମିତି ସେ ଯେଉଁ ଗଛରୁ ସେ ଯାହା ଚାହୁଁଛି ଫଳ ଫୁଲ ଯେମିତି ଚାହୁଁଛି ସେଇଟା ପାଇପାରିବ। ସେହିପରି ଆମ ମାଇଣ୍ଡରେ ଆମେ ଯେମିତି ଚାହୁଁଛନ୍ତି ଫ୍ୟୁଚରରେ ଆମ ସିଚୁଏସନ୍ ଯେମିତି ହେଉ ଆମକୁ ସେହିପରି କରିବାକୁ ପଡ଼ିବ କି ଆମକୁ ସେଇଭଳି ଥଟ୍ ଭଲ ଥଟ୍ ହିଁ ନିଜ ମାଇଣ୍ଡ ଭିତରେ ଆମକୁ ପୁରେଇବାକୁ ପଡ଼ିବ ଏବଂ ଯେଉଁ ଖରାପ ଥଟ୍ ଯେଉଁଟା ବି ଅଛି ଆମକୁ ତାକୁ ନେଗ୍ଲେକ୍ଟ କରିବାକୁ ପଡ଼ିବ, ଇଗ୍ନୋର କରିବାକୁ ପଡ଼ିବ। By pursuing this process, a man sooner or later discovers that he is the master gardener of his soul, the director of his life. ସେଇ କଥା ହିଁ କୁହାଯାଇଛି ଯେଉଁଟା ମଣିଷ ସେ ପରେ ପରେ ସେଇଟା ହିଁ ନିଜେ ଡିସ୍କଭର କରିଥାଏ, ସେ ନିଜେ ସେଥିପାଇଁ ତା ନିଜର ମାଇଣ୍ଡର ସେ ମାଷ୍ଟର ହେଇଥାଏ ଏବଂ ସେ ନିଜେ ହିଁ ତା ଲାଇଫକୁ ଡିରେକ୍ଟ କରିଥାଏ। Every man is where he is by the law of his being. The thought which he has built into his character have brought him there, and in the arrangement of his life there is no element of chance, but all is the result of law which cannot err. ତାପରେ କୁହାଯାଇଛି କି ମଣିଷ ମାନେ ଆମେ ହେଉଛି ସବୁ ମଣିଷ ଯେଉଁଠି ବି ଯିଏ ଯେଉଁ ଜାଗାରେ ହିଁ ପହଞ୍ଚି ପାରୁଛନ୍ତି, ଯେଉଁ ପରିସ୍ଥିତିରେ ଅଛନ୍ତି, ସେ ହେଉଛନ୍ତି ତାଙ୍କ ସେ ଥଟ୍ ଦ୍ୱାରା ହିଁ ସେ ସେଇଠି ପହଞ୍ଚିଛନ୍ତି। ତାଙ୍କ ଥଟ୍ ଯେଉଁଟାକି ସେ ନିଜ କ୍ୟାରେକ୍ଟରରେ ନିଜେ ତାକୁ ବିଲ୍ଡ କରିଛନ୍ତି, ସେଇ ଥଟ୍ ଦ୍ୱାରା ସେ ଲାଇଫ୍ର ନିଜ ଲାଇଫ୍ରେ ସେଇଠି ସେ ପହଞ୍ଚନ୍ତି। ମାନେ ଏମିତି ଏଠି ଲେଖା ହେଇଛି କି ବାଇ ଚାନ୍ସ କିଏ କେଉଁଠି ତାର ପହଞ୍ଚି ନାହାନ୍ତି, ସେ ଯେଉଁ ଥଟ୍ ଯେମିତି ଭାବେ ପ୍ରଡ୍ୟୁସ୍ କରୁଛନ୍ତି ତାଙ୍କ ସାର୍କମଷ୍ଟାନ୍ସେସ୍ ବି ସେଇଭଳି ଭାବେ ଚେଞ୍ଜ ହେଇଛି। Man is buffeted by circumstances so long as he believes himself to be the creature of outside condition, but when he realizes that he is the creative power and that he may command the hidden soil and seeds of his being out of which circumstances grow, he then becomes the rightful master of mind. ଯେ ମଣିଷ ଯେତେବେଳେ ସେ ନିଜର ସାର୍କମଷ୍ଟାନ୍ସେସ୍ ଅନୁସାରେ ନିଜ ଉପରେ ତାର ବିଶ୍ୱାସ ହେଇଥାଏ, ନିଜକୁ ସେ ନିଜ ଭିତରେ ଯେଉଁ କ୍ରିଏଟିଭ୍ ପାୱାର ଅଛି ଆମ ଭିତରେ ସମସ୍ତଙ୍କ ଭିତରେ ଏକ୍ସଟ୍ରା ଅର୍ଡ଼ିନାରୀ ବହୁତ କିଛି ପାୱାର ଅଛି ଯେଉଁଟାକି ଆମେ ଏପର୍ଯ୍ୟନ୍ତ ରିଏଲାଇଜ୍ ହିଁ କରିପାରିନାହାନ୍ତି। ସେଇଟାକୁ ଯଦି ଆମେ ନିଜେ ସେଇଟାକୁ ରିଏଲାଇଜ୍ କରିପାରିବା ତାହେଲେ ଆମେ ନିଜେ ସାର୍କମଷ୍ଟାନ୍ସେସ୍କୁ ନିଜେ ଚେଞ୍ଜ କରିପାରିବା। The soul attracts that which it secretly harbors, that which it loves and also that which it fears. It reaches the height of its cherished aspiration. It falls to the level of unchastened desire, and circumstances are means by which the soul receives its soul. ତାର କୁହାଯାଇଛି ଯେଉଁ ସୋଲ୍ ଆମ ନିଜ ସୋଲ୍ ଅଛନ୍ତି, ଆମେ ଆମ ନିଜ ଯେଉଁ ଶରୀର ଯେଉଁ ଆତ୍ମା ଅଛି ତାହା ଆମେ ତାହା ସବୁବେଳେ ସିକ୍ରେଟଲି ସବୁ ଜିନିଷକୁ ଆଟ୍ରାକ୍ଟ ହିଁ କରିଥାଏ। ଯଦି ଆମେ ଲଭ୍କୁ ଆଟ୍ରାକ୍ଟ କରିବା, ଲଭ୍ ସମସ୍ତଙ୍କୁ ଭଲ ପାଇବା, ଆମେ ସେଇଟା ବି ଆମ ମାନେ ସୋଲ୍ରେ ସେ ଲଭ୍ଟା ହାର୍ବର ହେବ। ତାପରେ ହେଉଛି କି ତାପରେ ଆମେ ଯଦି ସେଇଭଳି ଆମ ସୋଲ୍ ଭିତରେ ଡର କିଛି ମାନେ ଭ୍ରାନ୍ତି ମନ ଭିତରେ ରଖିବା ଆଉ ଡିଜାୟାର କୌଣସି ଖରାପ ଡିଜାୟାର ଆମେ ରଖିବା ତାହେଲେ ବି ଆମ ସେଇଟା ସାର୍କମଷ୍ଟାନ୍ସେସ୍ ଆମର ସେଇଭଳି ଖରାପ ରୂପେ ହିଁ ଚେଞ୍ଜ ହେବ। ଗୁଡ୍ ଥଟ୍ସ ବିୟର୍ ଗୁଡ୍ ଫ୍ରୁଟ୍, ବ୍ୟାଡ୍ ଥଟ୍ସ ବ୍ୟାଡ୍ ବିୟର୍ ଫ୍ରୁଟ୍। ଏଠି କୁହାଯାଇଛି କି ଆମେ ସେଇଭଳି ଗୁଡ୍ ଥଟ୍ ମନ ଭିତରେ ଭଲ ଥଟ୍ ଯଦି ରଖିବା ଆମକୁ ଭଲ ଫଳ ମିଳିବ ଏବଂ ଖରାପ ଥଟ୍ରେ ଖରାପ ଫଳ ହିଁ ମିଳିବ। The outer world of circumstances shape itself to the inner world of thought, and both pleasant and unpleasant external conditions are factors which make for the ultimate good of the individual. As the reaper is his own harvest, man learns both suffering and bliss. ଏଠି କୁହାଯାଇଛି କି ଆମେ ଆମର ତ ଆମ ଯେଉଁ ଇନର ୱାର୍ଲଡ ଅଛି, ଇନର ଥଟ୍ ଆମ ନିଜ ଭିତରେ ଯେଉଁ ଆମେ ଥଟ୍ କରିଥାନ୍ତି, ଆମେ ଆମ ବାହାର ଯେଉଁ ସାର୍କମଷ୍ଟାନ୍ସେସ୍ ଅଛି ତାକୁ ଆମେ ଚେଞ୍ଜ କରିଥାନ୍ତି। ଆଉ ତାପରେ ହେଉଛି ଆମେ ନିଜେ ଆମେ ସେଇ ଯେଉଁ ଚେଞ୍ଜ କରିଥାନ୍ତି ତା ଭିତରେ ଆମକୁ ବି ବହୁତ କିଛି ଶିଖିବାକୁ ମିଳିଥାଏ। ବହୁତ ଜାଗାରେ ଆମେ ହିଁ ବହୁତ ସିଚୁଏସନ୍ ଫେସ୍ କରିଥାନ୍ତି ଯେଉଁଠି ଆମକୁ ନିଜକୁ ବହୁତ ସଫରିଂ ମିଳିଥାଏ, ଦୁଃଖ ମିଳିଥାଏ। ଏଠି କୁହାଯାଇଛି କି ସେଇ ଯେଉଁ ଶିଖିବା ଭିତରେ ଯେଉଁ ଦୁଃଖ ସୁଖ ସେଇ ଭିତରେ ହିଁ
आम निजे बढ़ी था निजर ही ग्रोथ होता है. A man does not come to the jail by the tyranny or fate or circumstance, but by the pathway of groveling thought and base desire. Nor does a pure-minded man fall suddenly into crime by stress of any mere external force. The criminal thought had long been secretly fostered in the heart, and the hour of opportunity revealed the gathered power. ତାପରେ କୁହାଯାଇଛି କି ମଣିଷ ମାନେ ଏଠି ଯେ କୁହାଯାଇଛି ଗୋଟେ ଏକ୍ଜାମ୍ପଲ୍ ରୂପେ କୁହାଯାଇଛି ଜଣେ ଧର ହଠାତ୍ ଗୋଟେ କ୍ରାଇମ୍ କରିଦେଉଛି ଆମେ କ'ଣ ଭାବୁଛନ୍ତି କି ସିଏ ହଠାତ୍ କେମିତି ଯଦି ଭଲ ଲୋକଟେ ଗୋଟେ କ୍ରାଇମ୍ କରିଦେଉଛି ଆମେ ହଠାତ୍ ଭାବୁଛନ୍ତି କି ହଠାତ୍ କେମିତି ଜଣେ ଗୋଟେ କ୍ରାଇମ୍ କରିଦେଲା ଏତେ ଭଲ ଲୋକଟା ଏଠି ସେଠି ସେଇ ବିଷୟରେ ହିଁ କୁହାଯାଇଛି ହଠାତ୍ ଜଣେ ମାନେ କ୍ରାଇମ୍ କରିବାକୁ ଆଟେମ୍ପ୍ଟ କରିନଥାଏ ସେଇଭଳି ଚିନ୍ତାଧାରା ତାର ବହୁତ ଦିନ ହେବ ଡେଭଲପ୍ ହେଇ ଆସିଥାଏ ସେଇ ଯେଉଁ ଚିନ୍ତାଧାରା ତାର କ୍ରିମିନାଲ୍ ଥଟ୍ ଯେଉଁଟା ହିଁ ଡେଭଲପ୍ ହେଇକି ଆସିଥାଏ ତା ଭିତରେ ସେଇଟା ହିଁ ବଢ଼ି ଚାଲିଥାଏ ଯାହାଦ୍ୱାରା କି ସେ ଏମିତି ଗୋଟେ ଦିନ ଆସିଥାଏ ସେ ଯେଉଁଟାକି ସେ କ୍ରାଇମ୍ଟା କରିଥାଏ. Circumstances does not make the man, it reveals him to himself. ମାନେ ଏଇଠି କୁହାଯାଇଛି କି ଆମର ଯେଉଁ ସାର୍କମଷ୍ଟାନ୍ସ ରହିଛି ତାହା ଆମକୁ ନିର୍ମାଣ କରିନଥାଏ ମାନେ ଆମେ କ'ଣ ଆକ୍ଚୁଆଲି ଭିତରେ ହେଇଥାଏ ସେଇଟା ସେ ରିଭିଲ୍ କରିଥାଏ ମାନେ ସେଇଟା ହିଁ ସେ ଦର୍ଶାଇଥାଏ ଆମ ସାର୍କମଷ୍ଟାନ୍ସେସ୍. Therefore, as the Lord and Master of thought is the maker of himself, the shepherd and the author of environment. Men do not attract that which they want but that which they are. ଏଠି କୁହାଯାଇଛି ଆମେ ମଣିଷ ସେଇ ଜିନିଷକୁ ଆମେ ଆଟ୍ରାକ୍ଟ କରିନଥାନ୍ତି ଯେଉଁଟା ଆମେ ଚାହିଁଥାନ୍ତି ବଟ୍ ଆମେ ସେଇ ଜିନିଷକୁ ହିଁ ଆଟ୍ରାକ୍ଟ କରିଥାନ୍ତି ଯେଉଁଟା ଆମେ ଆକ୍ଚୁଆଲି ହେଇଥାନ୍ତି. ଏଠି ବହୁତ ହିଁ ବଢ଼ିଆ କଥା ଏଇ ଲାଇନ୍ରେ କୁହାଯାଇଛି. ଆମେ ବହୁତ ଜିନିଷ ୱିଶ୍ କରିଥାନ୍ତି ଆମକୁ ଏଟା ମିଳିଯାଉ ମୋତେ ଗାଡ଼ି ମିଳିଯାଉ ମୋତେ ଏ ଜିନିଷ ମିଳିଯାଉ ସବୁ ମିଳିଯାଉ କିନ୍ତୁ ଆମେ ଯେଉଁଟା ଏମିତି ୱିଶ୍ କରିଥାନ୍ତି ସେଇଟା ଆମକୁ ମିଳିନଥାଏ ଆକ୍ଚୁଆଲି ଆମ ଭିତରେ ଯେଉଁଟା କାପାସିଟି ହେଇଥାଏ ନିଜ ଭିତରେ ଯେଉଁଟା ଦମ୍ ହେଇଥାଏ ସେଇ ଜିନିଷଟା ହିଁ ଆମେ ଫ୍ୟୁଚରରେ ଆଚିଭ୍ କରିପାରିଥାନ୍ତି. Not what he wishes and prays for does a man get but what he justly earns. ସେଇ କଥା ହିଁ କୁହାଯାଇଛି ଯେଉଁଟା ଆମେ ୱିଶ୍ କରିଥାନ୍ତି ପ୍ରେ କରିଥାନ୍ତି ଭଗବାନଙ୍କୁ ଏଟା ମୋତେ ମୋର ଏହା ଦରକାର ମୋତେ ଦେଇଦିଅ ମୋତେ ପରୀକ୍ଷାରେ ଏତେ ମାର୍କ ଦରକାର ମୋତେ ଏ ଜିନିଷ ଦରକାର ସେ ଜିନିଷ ଦରକାର ଏସବୁ ଆମେ ପ୍ରେ କଲେ ୱିଶ୍ କଲେ ଆମକୁ କିଛି ବି ମିଳିନଥାଏ. ଆମେ ଯାହା ହିଁ ଆର୍ନ କରିଥାନ୍ତି ଆମ ଭିତରେ ଯାହା ହିଁ ଦମ୍ ହେଇଥାଏ ଆମେ ଭିତରେ ହିଁ ଯାହା ଆକ୍ଚୁଆଲି ଯେଉଁ କଷ୍ଟଟା କରିଥାନ୍ତି ଯେଉଁଟା ପାଇବା ପାଇଁ ସେଇ ଅନୁସାରେ ଆମକୁ ସେତିକି ହିଁ ମିଳିଥାଏ. Men are anxious to improve their circumstances but are unwilling to improve themselves. They therefore remain bound. ମାନେ ଆମକୁ କୁହାଯାଇଛି କି ଆମେ ତ ଆନ୍ସିୟସ୍ ଥାନ୍ତି ଆମେ ତ ଜାଣିଥାନ୍ତି ଆମ ସାର୍କମଷ୍ଟାନ୍ସ ଆମ ଯାହା ବି ପରିସ୍ଥିତି ଅଛି ସେଇଟା ଚେଞ୍ଜ ହେବା ଦରକାର କିନ୍ତୁ ଆମେ ନିଜକୁ ହିଁ ଇମ୍ପ୍ରୁଭ୍ କରିବାକୁ ଚାହିଁନଥାନ୍ତି. ନିଜକୁ ହିଁ ଇମ୍ପ୍ରୁଭ୍ କରିଲେ ହିଁ ଆମ ସାର୍କମଷ୍ଟାନ୍ସେସ୍ ଚେଞ୍ଜ ହେବ କିନ୍ତୁ ଆମେ ନିଜକୁ ହିଁ ଇମ୍ପ୍ରୁଭ୍ କରିନଥାନ୍ତି ସେଥିପାଇଁ ଆମେ ସେଇ ସାର୍କମଷ୍ଟାନ୍ସେସ୍ରେ ବାନ୍ଧି ହେଇ ରହିଯାଇଥାନ୍ତି. Here is a man who is wretchedly poor. He is extremely anxious that his surrounding and home comfort should be improved. Yet all the time he seeks his work and considers he is justified in trying to deceive employer. ଏଠି ଏକ୍ଜାମ୍ପଲ୍ 3ଟି ଏକ୍ଜାମ୍ପଲ୍ ଦିଆହେଇଛି. ଗୋଟେ ଏକ୍ଜାମ୍ପଲ୍ରେ କୁହାଯାଇଛି କି ଜଣେ ବହୁତ ହି ତା'ର ଗରିବ ଅଛି ତା'ର ସରାଉଣ୍ଡିଂ ମାନେ ତା ପାଖରେ କ'ଣ ସେମିତି ଭଲ ନାହିଁ ତା'ର ପୁଅର ସିଏ ତାପରେ ଭଲ ମନି ନାହିଁ ତେଣୁ ସିଏ କ'ଣ ଚାହିଁଛି କି ମାନେ ସିଏ ତା'ର ଏଠି ସିଏ ତା'ର ମାଲିକକୁ ଠକେଇବାକୁ ଚାହିଁଛି ଏବଂ ମାଲିକକୁ ଠକେଇକି ସେ ଧନୀ ହେବା ପାଇଁ ଚାହିଁଛି. ସେଇଥିପାଇଁ ଏଠି କୁହାଯାଇଛି କି ସେଇଭଳି ଲୋକ ଯିଏ ଏମିତି କରିକି ଧନୀ ହେବାକୁ ଚାହିଁଥାଏ ଯିଏ ବି ହେଇଥାଉ ସେ ତାହେଲେ ମୂଳ ତତ୍ତ୍ୱ ଯେଉଁ ହେଉଛି ମାନେ ଆମର କ'ଣ ମୂଳ ତତ୍ତ୍ୱ ଆମର ଯେଉଁ ହେଉଛି ପ୍ରିନ୍ସିପାଲ୍ ହେଉଛି ମାନେ ଆକ୍ଚୁଆଲି ଧନ ପାଇବାର ପ୍ରସ୍ପେରିଟି ପାଇବାର ତାହେଲେ ସିଏ ଆକ୍ଚୁଆଲି ସେ ମାନେଟାକୁ ବୁଝିନାହିଁ. ଆଉ ଗୋଟେ କେସ୍ରେ କୁହାଯାଇଛି କି ଯେଉଁ ଧନୀ ଲୋକ ଜଣେ ତାକୁ ବହୁତ ତାକୁ ଡିଜିଜ୍ ହେଇଛି ଅଧିକ ଖାଇବା ଦ୍ୱାରା ତାକୁ ଡିଜିଜ୍ ହେଇଛି ତା ଯେଉଁ ମାନେ ପେଟ ବଢ଼ିଯାଇଛି ଶରୀରର ବହୁତ ଗ୍ରୋଥ୍ ହେଇଯାଇଛି ସେଥିପାଇଁ ସିଏ କ'ଣ ଚାହୁଁଛି କି ବହୁତ ପଇସା ଖର୍ଚ୍ଚ କରି ସେଇ ଯେଉଁ ରୋଗରୁ ଭଲ ହେଇଯିବ କିନ୍ତୁ ତାର ଯେଉଁ ଅଛି ଡିଜାୟାର ଅଛି ଖାଇବା ପ୍ରତି ଯେଉଁ ଲୋଭ ଅଛି ସେ ତାକୁ କଣ୍ଟ୍ରୋଲ୍ କରିବାକୁ ଚାହୁଁନାହିଁ. ତାହେଲେ ଏଠି ସେଇ କଥା ହିଁ କୁହାଯାଇଛି ଯେଉଁ ମଣିଷ ଏମିତି ମାନେ ଡିଜାୟାର କରିଥାଏ କି ତା ହେଲ୍ଥ ଭଲ ହେଇଯାଉ କିନ୍ତୁ ତା ପ୍ରତି କିଛି ହେଲ୍ଥ ପାଇଁ କିଛି କାମ କରୁନଥାଏ ସେଭଳିଆ ଲୋକକୁ ହେଲ୍ଥ ଡିଜର୍ଭ କରିନଥାଏ. ତାମାନେ ସିଏ ହେଉଛି ଯେଉଁ ପ୍ରିନ୍ସିପଲ୍ ହେଉଛି ହେଲ୍ଦି ଲାଇଫ୍ର ସିଏ ସେଇଟାକୁ ବୁଝିନାହିଁ. ଆଉ ଗୋଟେ ଏକ୍ଜାମ୍ପଲ୍ରେ କୁହାଯାଇଛି କି ଯେଉଁ ଏମ୍ପ୍ଲୟର୍ ଅଫ୍ ଏ ଲେବର୍ ମାନେ ଜଣେ ଲେବର୍ ଅଛି ନା ଜଣେ ହେଉଛି ମାଲିକ ଅଛି ଯିଏକି ତା'ର ହେଉଛି ଲେବର୍ମାନଙ୍କୁ ପଇସା କମ୍ କରିଦେଇକି ସିଏ ଭାବିଛି କି ମୁଁ ହେଲା ଧନୀ ହେଇଯିବି ଜଲ୍ଦି ଧନୀ ହେଇଯିବି. ସେଠି କୁହାଯାଇଛି କି such a man is altogether unfitted for prosperity and when he finds himself bankrupt both the regarded reputation and riches he blames someone not knowing that he the sole author. ସେଇ କଥା କୁହାଯାଇଛି ଏହିପରି ଯିଏ କରିଥାଏ ଧୀରେ ଧୀରେ ସିଏ ତା'ର ଯେଉଁ ଅଛି ତା'ର ଯେଉଁ କମ୍ପାନୀ ଅଛି ବ୍ୟାଙ୍କରପ୍ଟ ହେଇଯାଇଥାଏ
ତା ରେପୁଟେସନ୍ ତାର ସେ ଯେଉଁ ଯେତିକି ବି ତା ପାଖରେ ପଇସା ଥାଏ ସେଇଟା ଖରାପ ହେଇଥାଏ। ପରେ ସେ ତା ସାର୍କମଷ୍ଟାନ୍ସେସକୁ ହିଁ ଦୋଷ ଦେଇଥାଏ। ଆକ୍ଚୁଆଲି ସେ ନ ବୁଝିକି କି ସେ ନିଜେ ହିଁ ହେଉଛି ସେଇ ଦୋଷୀ, ଯିଏକି ସେ କମ୍ପାନୀ ବ୍ୟାଙ୍କରପ୍ଟ ହେବାରେ ନିଜର ହିଁ ତାର ହାତ ଅଛି। Good thoughts and good action can never produce bad result, and bad thoughts and action can never produce good result. ଏଠି ସେ ବିଷୟରେ କହିଛି ଆମେ ଯେଉଁ ଭଲ ଚିନ୍ତା କରିଥାନ୍ତି ତାପରେ ଭଲ ଆକ୍ସନ୍ ନେଇଥାନ୍ତି ସେ କେବେ ହେଲେ ଖରାପ ରେଜଲ୍ଟ ଆମକୁ ଦେଇନଥାଏ। ଏବଂ ଆମେ ଯଦି ଖରାପ ଚିନ୍ତା କରିଥାନ୍ତି ଏବଂ ତାପରେ ଖରାପ ଆକ୍ସନ୍ କିଛି ନେଇଥାନ୍ତି ସେ କେବେ ବି ଆମକୁ ଭଲ ରେଜଲ୍ଟ ଦେଇନଥାଏ। ସଫରିଂ ଇଜ୍ ଅଲୱେଜ୍ ଦ ଇଫେକ୍ଟ ଅଫ୍ ରଙ୍ଗ ଥଟ୍ ଇନ୍ ସମ୍ ଡିରେକ୍ସନ୍। ଆଉ କହିଛି ଆମେ ଯେଉଁ ବି ଦୁଃଖ ପାଇଥାନ୍ତି ତାର କୌଣସି ନା କୌଣସି ସେ ଯେଉଁ ଦୁଃଖ ଭିତରେ ଆମ ମାଇଣ୍ଡର ରଙ୍ଗ ଥଟ୍ ଯେଉଁ ଆମେ ପୁଟ୍ କରୁଛନ୍ତି ତାର କେଉଁଠି ନା କେଉଁଠି ତାର କାମ ଥାଏ। ତାପରେ ଅଛି blessedness not material possession is the measure of right thought, wretchedness not lack of material possession is the measure of wrong thought। ଏଠି ଆଉ ଗୋଟେ କଥା କହିଛି କି ଯେଉଁମାନେ ମେଟେରିଆଲି ପୋଜେସନ୍ ମାନେ ବହୁତ ସାରା ଜିନିଷ ମେଟେରିଆଲ୍ ରଖିଛନ୍ତି, ଯାହାକି ଭଲ କାର୍ ଅଛି, ଘର ଅଛି, ଭଲ ଗାଡ଼ି ଅଛି, ସେମାନେ ଭଲ ପିନ୍ଧିବା ପାଇଁ ମିଳୁଛି, ବହୁତ ପଇସା ସେମାନେ ଖର୍ଚ୍ଚ କରୁଛନ୍ତି, ସେମାନେ ଆକ୍ଚୁଆଲି ସେମାନେ ହେଉଛି କି ମାନେ ଭଲ ଥଟ୍ ପୁଟ୍ କରିଛନ୍ତି ବୋଲି ସେମିତି କିଛି ଆମେ କହିପାରିବା ନାହିଁ। ଆଉ ଯିଏ ପୁଅର ଅଛି ସେମାନେ ବହୁତ ଖରାପ ଥଟ୍ ମାଇଣ୍ଡରେ ରଖିଛନ୍ତି ବୋଲି ସେମିତି ପୁଅର ହେଇଛନ୍ତି, ସେଟା ଆମେ କହିପାରିବାନି। A man only begins to be a man when he ceases to whine and rebel and commences to search his hidden justice which regulates the life. He adopts his mind that regulating factor. He seizes, accuses other as the cause of his condition, be it himself of his strong. ଏଠି ଆଉ ଗୋଟେ କୁହାଯାଇଛି କି ଆମେ କ'ଣ କରିବା କି ଆମେ ଯଦି ବି କୌଣସି ଆମ ସହ ଇନଜଷ୍ଟିସ୍ ହେଇଛି, ଆମେ ଆଗକୁ ବଢ଼ିପାରିନଥାନ୍ତି, ଆମେ ତାହେଲେ ଆମ ନିଜ ମାଇଣ୍ଡ କି ଭଲସେ ରେଗୁଲେଟ୍ କରିବା, ନିଜେ ଷ୍ଟ୍ରଙ୍ଗ ହେବା, ଆମ ଥଟ୍କୁ ସେତେ ଭଲ କରିବା ଯାହାଦ୍ୱାରା କି ସେ ଆମକୁ ବହୁତ ଭଲ ରେଜଲ୍ଟ ଦେବ। Men imagine that thought can be kept secret, but it cannot. It rapidly crystallizes into bad habit and habit solidifies in circumstance. କହିଛି ଆମେ ଯେଉଁ ସିକ୍ରେଟ୍ ଆମେ ଭାବିଥାନ୍ତି, ଯାହା ବି ଆମେ ଭାବୁଛନ୍ତି ସିକ୍ରେଟଲି ଭାବୁଛନ୍ତି, କେହି ତାକୁ ଜାଣିପାରୁନାହାନ୍ତି, କିନ୍ତୁ ସେ ଆମର ଯେଉଁ ସେଇ ଯେଉଁ ଥଟ୍ଟି ତାପରେ ଧୀରେ ଧୀରେ ସେଇଟା ହାବିଟ୍ରେ ପରିଣତ ହୋଇଥାଏ, ଗୋଟେ ଅଭ୍ୟାସରେ ପରିଣତ ହୋଇଥାଏ ଏବଂ ସେଇ ଅଭ୍ୟାସ ଭଲ ହେଉ ଖରାପ ହେଉ ସେଇଟା ତାପରେ ଆମ ସାର୍କମଷ୍ଟାନ୍ସେସରେ ଆମ ପରିସ୍ଥିତି ସେଇଭଳି ବନେଇଥାଏ। Impure thoughts of every kind crystallize into aggravating and confusing habit। କୁହାଯାଇଛି କି ଯଦି ଆମେ impure thought ଖରାପ ଥଟ୍ ମାଇଣ୍ଡରେ ରଖିଥାନ୍ତି ସେ ଆମକୁ ସବୁବେଳେ କନଫ୍ୟୁଜିଂ ହେବିଟ୍, ଆମ ଅଭ୍ୟାସ ଯାହା ବି ଆମେ କରିଥାନ୍ତି ସେଇଟା ସବୁବେଳେ କନଫ୍ୟୁଜିଂ ନେଚରରେ ଥାଏ। ଆଉ ଯଦି ଆମେ ଫିୟର କୌଣସି ଡରର ଥଟ୍ ମାଇଣ୍ଡରେ ପୁଟ୍ କରିଥାନ୍ତି ସେଟା ଆମକୁ ସବୁବେଳେ କ'ଣ ଫେଲିଓର, ଇଣ୍ଡିଜେନ୍ସ ଆଣ୍ଡ ସ୍ଟାବ୍ଲିଶ ଡିପେଣ୍ଡେନ୍ସି। ସେ ଯେଉଁ ଡରର ଥଟ୍ ଆମକୁ ସବୁବେଳେ ଫେଲିଓର କରିଥାଏ ଏବଂ ଆମକୁ ସବୁବେଳେ ଗୁଲାମ କରି ରଖିଥାଏ, ଅନ୍ୟ ଉପରେ ଡିପେଣ୍ଡେଣ୍ଟ କରି ରଖିଥାଏ। ଲେଜି ଥଟ୍ କ୍ରିଷ୍ଟାଲାଇଜ୍ ଇନ୍ ହ୍ୟାବିଟ୍ ଅଫ୍ ଅନକ୍ଲିନ୍। ଆଉ କହିଛି କି ଯେଉଁଟା ଆମେ ଅଳସୁଆମୀ ଯେଉଁଟା କରିଥାନ୍ତି ସେ ଆମକୁ ଗରିବ ବନେଇ ଦେଇଥାଏ, ଆମକୁ ପରେ ଆମ ସାର୍କମଷ୍ଟାନ୍ସେସ୍ ସବୁ ଏମିତି କ୍ରିଏଟ୍ କରିଥାଏ ଯଦ୍ୱାରା କି ଆମେ ଗରିବ ହେଇଯାଇଥାନ୍ତି। ଆଉ ସେଲ୍ଫିଶ୍ ଥଟ୍ ଯଦି ଆମ ଭିତରେ ଥାଏ ତାହା ଆମକୁ ସବୁବେଳେ ଷ୍ଟ୍ରେସ୍ରେ ପକାଇଥାଏ। ଅନ୍ୟକୁ ଯଦି ଆମେ ସେଲ୍ଫିଶ୍ ଥଟ୍ ରଖିଥାନ୍ତି, ଅନ୍ୟ ପ୍ରତି ଆମର ସେଲ୍ଫିଶ୍ ମାନେ ଚିନ୍ତାଧାରା ଅନ୍ୟକୁ ଠକିବା ପାଇଁ ଥାଏ, ଆମେ ସବୁବେଳେ ସେଥିପାଇଁ ଷ୍ଟ୍ରେସ୍ରେ ହିଁ ରହିଥାନ୍ତି। ଆଉ ତାପରେ କହିଛି କି ବ୍ୟୁଟିଫୁଲ୍ ଥଟ୍, ଆମେ ଯଦି ଭଲ ଥଟ୍, ପିଓର ଥଟ୍, ଏନର୍ଜେଟିକ୍ ଥଟ୍, ଭଲ ଅନ୍ୟକୁ କ୍ଷମା କରିବାର ଥଟ୍, ଅନ୍ୟକୁ ଭଲ ପାଇବାର ଥଟ୍, ମାନେ ଅନସେଲ୍ଫିଶ୍ ଥଟ୍, ନିଃସ୍ୱାର୍ଥପର ଭାବେ ଅନ୍ୟ ପ୍ରତି କାର୍ଯ୍ୟ କରିବାର ଗୋଟେ ଥଟ୍ ରଖିଥାନ୍ତି, ଆମକୁ ତାହେଲେ କ'ଣ ହେଇଥାଏ, ଆମକୁ ଗୋଟେ ଭଲ ଆମ ଚାରିପାର୍ଶ୍ୱରେ ସବୁ ଭଲ ଜିନିଷ ହିଁ ଆମକୁ ମିଳିଥାଏ। ଆମକୁ ହେଲା ଶାନ୍ତି ମିଳିଥାଏ ମନ ଭିତରେ, ଆମକୁ ଫ୍ରିଡ଼ମ୍ ମିଳିଥାଏ, ସ୍ୱାଧୀନତା ମିଳିଥାଏ, ଲାଇଫ୍ରେ ବହୁତ ସାରା ସକ୍ସେସ୍ ମିଳିଥାଏ। ଆମେ ଚାହାନ୍ତୁ ବା ନ ଚାହାନ୍ତୁ ଆମକୁ ସବୁକିଛି ଯାହା ବି ପୋଜେସନ୍ ସବୁ ମିଳିଥାଏ, ପ୍ରଚୁର ମାତ୍ରାରେ ମିଳିଥାଏ। ଆମକୁ ବି ପ୍ରୋଟେକ୍ଟିଭ୍ ପ୍ରିଜର୍ଭେଟିଭ୍ ସାର୍କମଷ୍ଟାନ୍ସ ବି ମିଳିଥାଏ। and sure by identifying prospect to reach and actually ଆମେ ସେଇ ରୂପରେ ହିଁ actually ଧନୀ ହେଇଥାନ୍ତି। A man cannot directly choose his circumstances but he can choose his thought and so indirectly yet surely shape his circumstances। ଆମେ ମଣିଷ ଆମେ ମାନେ ଡାଇରେକ୍ଟଲି ଆମ ସାର୍କମଷ୍ଟାନ୍ସେସ୍ ଉପରେ ଆମର କୌଣସି ହାତ ନାହିଁ ଡାଇରେକ୍ଟଲି, କିନ୍ତୁ ଆମେ ଯଦି ଭଲ ଥଟ୍ ମାଇଣ୍ଡରେ ଚୁଜ୍ କରିବା, ଏଠି ଚୁଜ୍ ୱାର୍ଡ଼ର ୟୁଜ୍ ହେଇଛି, ଆମେ ଥଟ୍କୁ ଯଦି ଚୁଜ୍ କରିବା, ଖରାପ ଥଟ୍ ଭଲ ଥଟ୍ ଆମ ଉପରେ ନିର୍ଭର କରେ ଆମେ କେଉଁଟା ହିଁ ମାଇଣ୍ଡରେ ରଖିବାକୁ ଚାହୁଁଛନ୍ତି, ତାହେଲେ ଆମେ ନିଜେ ସିଓରଲି ଆମେ ସାର୍କମଷ୍ଟାନ୍ସେସ୍ ଆମେ ନିଜେ ଇନଡାଇରେକ୍ଟଲି ଚେଞ୍ଜ କରିପାରିବା।
Last କୁହାଯାଇଛି be not impatient in delays but wait as one who understand when spirit rises and commands the god are ready to obey। ତାପରେ କୁହାଯାଇଛି ଆମେ ସବୁ କଥା ମାଇଣ୍ଡ ବିଷୟରେ ଜାଣିଲା ପରେ ଆମେ ଇମ୍ପେସେଣ୍ଟ ହେବାନି କି ଆମେ ଧର ଭଲ ମାଇଣ୍ଡରେ କିଛି ଚିନ୍ତା ରଖୁଛନ୍ତି ଭଲ ଆମେ ଅନ୍ୟ ପାଇଁ ଭାବୁଛନ୍ତି ଆମେ କହିବା ଆମେ ଯଦି ଅନ୍ୟ ପାଇଁ ଭଲ କରୁଛନ୍ତି ଭଲ ରଖୁଛନ୍ତି ତାହେଲେ ଆମ ସହ ବହୁତ ଜଲ୍ଦି ସବୁକିଛି ଭଲ ହେବ ଆମେ ସବୁ ଜିନିଷଟା ଜଲ୍ଦି କରିପାରିବା। ଏଥିପାଇଁ ଆମକୁ ମାନେ ଅଧୈର୍ଯ୍ୟ ହେବାର ନାହିଁ ଧୈର୍ଯ୍ୟ ରଖିକି ମାଇଣ୍ଡରେ ସବୁ ଧୀରେ ଧୀରେ ଏଇସବୁ ଜିନିଷ ଚେଞ୍ଜ ହେଇଥାଏ। ଆମେ ତ ଧୀରେ ଧୀରେ ଆମ ଥଟ୍କୁ ଆମେ ଧୀରେ ଧୀରେ ଚେଞ୍ଜ କରିଥାନ୍ତି ତା ଧୀରେ ଧୀରେ ଆମ ଯେଉଁ ସାର୍କମଷ୍ଟାନ୍ସ ଅଛି ଚେଞ୍ଜ କରିଥାଏ ଆମ ଲାଇଫକୁ ହିଁ ଚେଞ୍ଜ କରିଥାଏ। ସେଇ କଥା ହିଁ କୁହାଯାଇଛି। ଏମିତି ଗୋଟେ ଦିନ ଆସିଥାଏ ଯେଉଁଥିରେ କି ତୁମେ ଯେତେବେଳେ ଆକ୍ଚୁଆଲି ଏବୁଲ୍ ହେଇଯାଇଥାଏ କାପାବୁଲ୍ ହେଇଯାଇଥାଏ ଗୋଟେ ଜିନିଷକୁ ଆଚିଭ୍ କରିବାର ସେତେବେଳେ ଦ ଗଡ୍ସ ଆର୍ ରେଡି ଟୁ ଓବେ। ସେତେବେଳେ ତୁମକୁ ଆଉ ଭଗବାନ ବାହାରେ ୱିଶ୍ କରିବାକୁ ପଡ଼ିନଥାଏ ପ୍ରେ କରିବାକୁ ପଡ଼ିନଥାଏ ମୋତେ ଏଇ ଜିନିଷଟା ଦେଇଦିଅନ୍ତୁ ଭଗବାନ ସେଇ ଜିନିଷଟା ଦେଇଦେଇଥାନ୍ତୁ ଅଟୋମେଟିକଲି ଭଗବାନ ସବୁ ଜିନିଷ ତୁମକୁ ମାନେ ବାଧ୍ୟ ହେଇଯାଇଥାନ୍ତି ଦେବା ପାଇଁ। ଥାର୍ଡ଼ କଣ୍ଟେଣ୍ଟରେ ଯେଉଁଟା ଇଫେକ୍ଟ ଅଫ୍ ଥଟ୍ ଅନ୍ ହେଲ୍ଥ ଆଣ୍ଡ ବଡି ଆମର ଯେଉଁ ଥଟ୍ର କ'ଣ ଇଫେକ୍ଟ ରହିଥାଏ ଆମ ବଡି ଉପରେ ଏବଂ ଆମ ସ୍ୱାସ୍ଥ୍ୟ ଉପରେ ସେଇଟା ନେକ୍ସଟ ଚାପ୍ଟରରେ ମୁଁ ପାର୍ଟ 3ରେ ତାକୁ ଏକ୍ସପ୍ଲେନ୍ କରିବି।